କେଉଁ ମହିଳାଟା ସୁରକ୍ଷିତ ସ୍କୁଲରେ ତ 7 ବର୍ଷ ପିଲାକୁ ସାର୍ କରୁଛନ୍ତି ମାନେ ଖରାପ ବ୍ୟବହାର କରୁଛନ୍ତି 4ର୍ଥ ଶ୍ରେଣୀରୁ 7ମ ଯାକେ ସାର୍ମାନେ ତାକୁ ଖରାପ କରୁଛନ୍ତି ଏବେ ଗୋଟେ ଆପଣମାନେ ବଜାଉଥିଲେ 7ମ ଶ୍ରେଣୀ ଝିଅ ଗର୍ଭବତୀ ହେଉଛି 10ମ ଶ୍ରେଣୀ ଛୁଆ ଛାତ ଉପରେ ପରୀକ୍ଷା ଦିନ ଜନ୍ମ କରୁଛି ତାହେଲେ ସ୍କୁଲରେ ସେଫ୍ ନାହିଁ ରାସ୍ତାରେ ସେଫ୍ ନାହିଁ ଗାଁ ଦାଣ୍ଡରେ ସେଫ୍ ନାହିଁ ନଈ କୂଳରେ ସେଫ୍ ନାହିଁ ପାର୍କରେ ସେଫ୍ ନାହିଁ ଗୋପାଳପୁର ବିଚ୍ରେ ସେଫ୍ ନାହିଁ ସେ ବହୁତ ଖେଳ ପଡ଼ିଆରେ ସେଫ୍ ନାହିଁ ପିଲାଟି ଯଦି ଖେଳିବାକୁ ଯାଉଛି ସ୍ପୋର୍ଟସ୍ ହଷ୍ଟେଲରେ ସେଠି ବି ନିର୍ଯାତନା ପାଉଛି ତାହେଲେ କେଉଁଠି ଝିଅଟା ସେଫ୍ ଯେ ମହିଳା ଦିବସ ପାଳନ କରିବ ଏଇ ଗୋଟେ ଦିନ ମହିଳା ଦିବସ ପାଳନ କରିଦେଲା କ'ଣ ମହିଳା ଉନ୍ନତି ହେଇଗଲା ନା ଏଇ 5,000 ଟଙ୍କା ଦେଇକି ମାଛ ଚାଷ ଜଣେ କରୁଛନ୍ତି ମୁଁ ମାଛ ଚାଷ କରୁଛି 5,000 ଟଙ୍କା ଲେଖାଏଁ ଯେଉଁ ପାଇଲି 50,000 ଆରେ ଜାଗାଟେ କିଣିଲା ବେଳକୁ 50,000 ଆଜିକାଲି ଜାଗା ମିଳୁନି ପୋଖରୀଟା ଖୋଳିଲ କେତେବେଳେ ଯେ ମାଛ ଚାଷ କଲ ପୋଖରୀଟା ଆଗରୁ ଥିଲା ତୁମର ନା ହେଇ 50 ଭିତରେ ପୋଖରୀ କିଣିଲ ମାଛ ବି ଛାଡ଼ିଲ ତେଣୁ ସେଇଟାରେ ହୁଏନି 5,000ରେ ମହିଳା ସ୍ୱାବଲମ୍ବିନୀ ସେଇ ମାଛରେ ରହିବେ ଛେଳିରେ ରହିବେ ଆଉ ଉପରକୁ ମହିଳା ଉଠିବେନି ଆମ ଝିଅମାନେ ଭଲ ଚାକିରି ପାଇବେନି ପୁଅମାନେ କ'ଣ ଚାକିରି ପିଲା ତ ବେକାର ବଢ଼ିଲାଣି ନିଶାରେ ପୁରା ଚୁରେଇକି ଘରେ ଘରେ ନିଶା ବାପା ମାଆକୁ ପଇସା ନଦେଲେ ବାଡ଼େଇ ଦେଉଛନ୍ତି ମାରି ଦେଉଛନ୍ତି ଏବେ ଗୋଟେ ଅଲଗା ଷ୍ଟେଟ୍ରେ ଦେଖୁଥିଲି ହାତ କହିଲା ବାପାର ହାତ ଦୁଇଟା ଆଗ ମାରିଲି ତାପରେ ମୁଣ୍ଡକୁ କାଟିଦେଲି ପଇସା ନିଶା ନଦେଲେ ମାଆକୁ ବାଡ଼ଉଛନ୍ତି ସୁନା ଚୋରି କରୁଛନ୍ତି ରବରୀ କରୁଛନ୍ତି ଚେନ୍ ଚୋରି କରୁଛନ୍ତି ବର୍ତ୍ତମାନ କେତେ % ଚାକିରି ପାଉଛନ୍ତି ଆର ସରକାର ଯାହା କଲା ସେ ମଦକୁ ଯେମିତି ଗାଁ ଗାଁରେ ଘରେ ଘରେ କଲା ଆମେ ଭାବିଲୁ ଇଏ ଆସିଲେ ବୋଧେ ଇଏ କିଛି କମେଇବା ଇଏ ବି 70ଟା ଦୋକାନ କରିଦେଲା